2025 ମସିହା ନଭେମ୍ବର ମାସରେ ଜଗତସିଂହପୁର ଜିଲ୍ଲାର ଶିବ ଭାଇ ଆଉ ତାଙ୍କ ସାଙ୍ଗ ସକାଳୁ ସକାଳୁ ବାହାରି ପଡ଼ିଥାନ୍ତି ଶ୍ରୀକ୍ଷେତ୍ର ବଡ଼ ଦେଉଳକୁ। ଆସିଲା ବେଳେ ଦୁଇ ସାଙ୍ଗ ମୁଣ୍ଡିଆଟିଏ ମାରି କହିଲେ, ମଣିମା ମହାପ୍ରଭୁ, ତୁମକୁ କୋଟି କୋଟି ଦଣ୍ଡବତ। ଯାହା ହଉ କର୍ମମୟ ଜଞ୍ଜାଳ ଭିତରୁ ସୁଯୋଗ ଟିକେ ଦେଇଛ। ଆପଣଙ୍କ ଦର୍ଶନ ମିଳିବ, ଆପଣଙ୍କ ଅବଢ଼ା ହାଟରେ ଅବଢ଼ା ଖାଇବାର ସୁଯୋଗ ମଧ୍ୟ ମିଳିବ। ଆପଣଙ୍କ ଭରସାରେ ଯାଉଛୁ ଶାନ୍ତି। ଶିବ ଭାଇ କିନ୍ତୁ ମନେ ମନେ କହୁଥାନ୍ତି, ପାଖକୁ ଗଲେ ମନ କଥା ଜଣେଇବି। ହଁ ମହାପ୍ରଭୁ, କେତେ କ'ଣ କଥା ଏ ମନରେ ସାଇତି ରଖିଛି। ଯାହା ବି ହଉ ଭଲରେ ଭଲରେ ଦୁଇ ସାଙ୍ଗ ଆସି ପହଞ୍ଚିଗଲେ ଶ୍ରୀକ୍ଷେତ୍ର ବଡ଼ ଦେଉଳରେ। ସେଦିନ ଦୁହିଁଙ୍କର ଖୁସି କହିଲେ ନ ସରେ। କିନ୍ତୁ ଶିବ ଭାଇଙ୍କର ମନଟା ଭାରି ଅସ୍ଥିର ଲାଗୁଥାଏ। ଏଣିକି ତେଣିକି ଚାହୁଁଥାନ୍ତି। ସାଙ୍ଗ ପଚାରୁଥାନ୍ତି, କିରେ ହେଇଛି କ'ଣ? ପହଞ୍ଚିବା ବେଳଠାରୁ ଏଣିକି ତେଣିକି ଚାହୁଁଛୁ, ମୋତେ କହ। ଶିବ ଭାଇ ଟିକେ ହସି ଦେଇ କହିଲେ, ଦେଖୁଛୁ ତ ମହାପ୍ରଭୁଙ୍କର ସେଇ ଦିବ୍ୟ ମୂର୍ତ୍ତି। ଭଉଣୀ କହିଥିଲା ଗଲାବେଳେ ତା ପାଇଁ ଗୋଟେ ନେଇକି ଯାଆନ୍ତି। ହଁ ଯେ ଆଗ ଚାଲ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରି ଆସିବା ରତ୍ନସିଂହାସନରେ, ତାପରେ ଯୋଉ କଥା। ଏଥର ଦୁଇ ସାଙ୍ଗ ଭକ୍ତମାନଙ୍କ ସମାଗମ ଭିତରେ ଠେଲାପେଲାରେ ଅତି କଷ୍ଟରେ ଯାଇ ପହଞ୍ଚିଲେ ରତ୍ନସିଂହାସନ ସାମ୍ନାରେ। ସେଦିନ ମହାପ୍ରଭୁଙ୍କ ଆଖିରେ ଆଖି ମିଶେଇ ଦୁଇ ଜଣଙ୍କ ଆଖିରୁ ଲୁହଧାର ବି ବହିଗଲା। ଅନେକ ଦିନରୁ ଅପେକ୍ଷା କରିଥାନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ଶିବ ଭାଇ ତାରି ଭିତରେ କହି ବସିଲେ, ମଣିମା, ଆଜି ଯେମିତି ନିରାଶ ନ କର ମୋତେ। କେତେ ଆଶା ନେଇ ଆସିଛି, ତୁମେ ମୋ ସାଙ୍ଗରେ ଯିବ ବୋଲି। ଭଉଣୀଟା ମୋର କେତେ ମନ କରିଛି ତୁମକୁ ପାଖରେ ରଖି ପୂଜା କରିବ। ଯାହା ବି ହଉ ଏହି ସମୟ ଭିତରେ ଜଣେ ଗୋସାଇଁ କିନ୍ତୁ କହିଲେ, ବୁଝିଲୁ, ସିଏ ଚାହିଁଲେ ନା ତୋ ସାଙ୍ଗରେ ନିହାତି ଯିବେ। କାହିଁକି କେଜାଣି ସେଇ ଗୋସାଇଁଙ୍କର କଥାଟା ସେଦିନ ଭାରି ଅଜବ ଲାଗିଲା। ଯେବେ ବି ଯାଆନ୍ତି ପାଖରେ କିଛି ଟଙ୍କା ନେଇ ଯାଇଥାନ୍ତି। ଇଚ୍ଛା ବି ଥାଏ ମହାପ୍ରଭୁଙ୍କୁ ସାଙ୍ଗରେ ଆଣିବା ପାଇଁ। କ'ଣ ହୁଏ କେଜାଣି ଟଙ୍କା ତକ ଏଣେ ତେଣେ ଖର୍ଚ୍ଚ ହୋଇଯାଏ, ଆଉ ଆଣିପାରନ୍ତିନି। ଫେରିଲା ବେଳେ ମନ ଟିକେ ଦୁଃଖ ହୁଏ। ତଥାପି ମନକୁ ବୁଝେଇ ଦେଇ କୁହନ୍ତି, ମଣିମା, ନେଇପାରିଲିନି ସିନା, ତୁମରି ଦୟାରୁ ଯଦି ସୁଯୋଗ ଟିକେ ମିଳେ ପୁଣି ତୁମ ପାଖକୁ ଆସିବି, ଆଉ ତୁମକୁ ଦର୍ଶନ କରିକି ଯିବି। ଭକ୍ତ ମନ କିନ୍ତୁ ବୁଝେନି, ଭାରି ଘାଣ୍ଟି ଚକଟି ହୁଏ। ଯଦି ମୋ ପାଖରେ ଥାଆନ୍ତ ନିତି ସକାଳୁ ତୁମକୁ ଟିକେ ଦର୍ଶନ କରନ୍ତି। ଯାହା ବି ହଉ ମୋବାଇଲ ଫୋନରେ ମହାପ୍ରଭୁଙ୍କର ଫଟୋଟିଏ ରଖିଥାନ୍ତି। ପ୍ରତିଦିନ ଦର୍ଶନ କରନ୍ତି ଆଉ ମନ କଥା କୁହନ୍ତି। ସେଦିନ ବି ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ହାଟରେ ପହଞ୍ଚିଲେ। ମନ ଖୁସିରେ ଦୁଇ ଜଣ ସାଙ୍ଗ ଅବଢ଼ା ବି ଖାଇଲେ। ଏଣିକି ମହାପ୍ରଭୁଙ୍କୁ ମେଲାଣି ମାଗି ଘର ମୁହାଁ ହେଉଥାନ୍ତି। ବାଟରେ ଆସିଲା ବେଳେ କେତେ ଗୁଡ଼ାଏ ଦୋକାନ ବି ବୁଲିଲେ, ଆଉ ମହାପ୍ରଭୁଙ୍କର ମୂର୍ତ୍ତିଟିଏ ଆଣିବା ପାଇଁ ମନ ବି ବଳିଲା। ଦେଖିଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପକେଟ ଦେଖିଲା ବେଳକୁ ସେତିକି ଟଙ୍କା ନାହିଁ ଯେତିକି ଦୋକାନ ଭାଇ ମୂଲ କରିଥିଲା। ଭାରି କାନ୍ଦ ବି ଲାଗୁଥାଏ। ମଣିମା, ଆଜି ବି ଖାଲି ହାତରେ ଫେରିଯିବି। ହଉ, ଯାହା ତୁମରି ଇଚ୍ଛା। ଏପଟେ ସାଙ୍ଗଟା ବି ବୁଝାଇ ଦେଇ କହୁଥାଏ, ବୁଝିଲୁ, ତୁଟା ଯେମିତି ପିଲାଙ୍କ ପରି କାନ୍ଦୁଛୁ, ତୋ ପରି କେହି ନୁହଁ। ଗୋସାଇଁ କ'ଣ କହିଲେ, ତାଙ୍କର ଇଚ୍ଛା ହେଲେ ସେ ତୁମ ସହିତ ନିଶ୍ଚୟ ଯିବେ। ଏ ଦେଖୁଛୁ ତ ଖର୍ଚ୍ଚ ବାଚରେ ଟଙ୍କା ତକ ସରିଗଲା, ଆଉ ତାଙ୍କୁ କେମିତି ନ ବାଜେ। ମୋ କଥା ମାନ, ଆଜି ଫେରିଯିବା, ଆଉ କେବେ ଆସିଲେ ନିହାତି ନେଇକି ଯିବା। କିନ୍ତୁ ସେଦିନ ଅବୁଝା ମନଟା ବୁଝିଲାନି। ଘରେ ଭଉଣୀକି ବି କଥା ଦେଇ ଆସିଥିଲେ, ଆସିଲା ବେଳେ ତ ପାଇଁ ମହାପ୍ରଭୁଙ୍କର ମୂର୍ତ୍ତିଟିଏ ନିହାତି ଆଣିବି। ବୋଉ ଦେଇଥିବା ଟଙ୍କା ବି ଖର୍ଚ୍ଚ ହୋଇଗଲା, ଆଉ ପାଖରେ ଥିବା ଟଙ୍କା ବି ସେଥିରୁ କିଛି ଯାଇଛି। ବଳକା ଟଙ୍କା କେବଳ ବାଟ ଖର୍ଚ୍ଚକୁ। କ'ଣ ଆଉ କରିବେ। ସେ ବଡ଼ ଦାଣ୍ଡରେ ମହାପ୍ରଭୁଙ୍କୁ ମୁଣ୍ଡିଆଟିଏ ମାରି କହିଲେ, ହଉ ମଣିମା, ତୁମରି ବଡ଼ପଣ ରହୁ। ନ ଆସିଲ ନାହିଁ, ମୋ ପାଖରେ ଥାଅ, ମୋତେ ଟିକେ ସାହା ହେଉଥାଅ ଏଇ ସୁଖରେ ଦୁଃଖରେ। ଏଣିକି ଦୁଇ ସାଙ୍ଗ ବସ୍ ଧରି ଘରକୁ ଚାଲି ଆସିଲେ। କିନ୍ତୁ ଆଖିରୁ ଲିଭିଲାନି ହାତରେ ଧରିଥିବା ମହାପ୍ରଭୁଙ୍କର ଦିବ୍ୟ ମୂର୍ତ୍ତିଟା। ଆଖି ଆଗରେ ଯେମିତି ଝଲସି ଉଠୁଥାଏ। ହେଲେ ଏହି ସମୟ ଭିତରେ ଫୋନ୍ କଲ୍ଟି ଆସିଥିଲା ଆଉ ଜଣେ ସାଙ୍ଗର, କି ସାଙ୍ଗ, ମୋ ଭଉଣୀର ବାହାଘର, ତମେ ଦୁଇ ଜଣ ନିହାତି ଆସିବ। ଗୋଟେ ଦୁଇ ଦିନ ପୂର୍ବରୁ ଦୁଇ ଜଣ ଯାକ ହଁ ବି କହିଲେ। ଏପଟେ ଭଉଣୀକୁ ବୁଝାଇବା ପାଇଁ କହିସାରିଥିଲେ, ବୁଝିଲୁ, ପାଖରେ ଟଙ୍କା ଟିକେ ହେଲାନି,
ଆଉ କେବେ ଆସିଲେ ତୋ ପାଇଁ ନିହାତି ଆଣିବି। ଭଉଣୀ ବି ମନକୁ ବୁଝେଇ ଦେଇ କହିଲା, ହଉ ଠିକ୍ ଅଛି, କିଛି କଥା ନାହିଁ। କିନ୍ତୁ ସେଦିନ ନା ତା ମୁହଁରୁ ସେଇ କଥା ଦୁଇ ପଦ ଭାରି ବାଧିଲା। ସେଦିନ ଭଉଣୀର ସେ ମନ ବୁଝାଣିଆ କଥାରୁ ଜଣାପଡ଼ୁଥିଲା ମହାପ୍ରଭୁଙ୍କୁ ସେ କେତେ ଭଲ ପାଏ ଆଉ ତାଙ୍କୁ ପାଖରେ ରଖି ଟିକେ ପୂଜା କରିବାକୁ ଚାହେଁ। ମଣିମା, ତୁମେ ଚାହିଁଥିଲେ ନା ମୋ ସହିତ ନିହାତି ଆସିଥାନ୍ତ। କ'ଣ ଆଉ କରିବି, ଦୁର୍ଭାଗ୍ୟର କଥା। ଯାହା ବି ହଉ, ଚାହୁଁ ଚାହୁଁ ସାଙ୍ଗ ଭଉଣୀର ବାହାଘର ବି ଚାଲି ଆସିଲା। ଦୁଇ ଜଣ ସାଙ୍ଗ ଯାଇଥାନ୍ତି। ଘର ପାଖରେ ମହାନଦୀ। ସକାଳୁ ସକାଳୁ ନଈକୁ ଗାଧେଇ ଯାଇଥାନ୍ତି। ଆଖିରେ ଦିଶିଲା ମହାପ୍ରଭୁ ଆଉ ବଡ଼ ଠାକୁର ବଳଭଦ୍ର, ମା ସୁଭଦ୍ରାଙ୍କର ତିନିଟି ମୂର୍ତ୍ତି କେହି ଜଣେ ପାଣିରେ ଭସେଇ ଦେଇଛି। ମୂର୍ତ୍ତି ତିନିଟା ଦେଖି ଆଉ ମନ ସହିଲାନି। ଉଠେଇ ଆଣିଲେ। ମଣିମା, ମୋ ସାଥିରେ ଯିବେ ଆଜି। କେଉଁଠି ନା କେଉଁଠି ଭଲ ପାଉଛନ୍ତି ମୋତେ। ତା ନ ହୋଇଥିଲେ ଏମିତି ସକାଳୁ ସକାଳୁ ଠାକୁରଙ୍କର କ'ଣ ଦର୍ଶନ ମିଳିଥାନ୍ତା? କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ମୂର୍ତ୍ତି ତିନିଟା ନଷ୍ଟ ହୋଇଯାଇଥିଲା। କେହି ଜଣେ ବୋଧେ ପାଣିରେ ବିସର୍ଜନ କରିଦେଇଛି। ଆର ସାଙ୍ଗଟା କହି ବସିଲା, ଏମିତି ଅବସ୍ଥାରେ ଠାକୁରଙ୍କୁ ନେବା ଠିକ୍ ନୁହେଁ, ପାଣିରେ ଭସେଇ ଦେ। ଇଚ୍ଛା ନଥିଲେ ବି ସେଦିନ ମନ ଦୁଃଖରେ ପାଣିରେ ଭସେଇବାକୁ ପଡ଼ିଲା। ପୁଣି ହାତ ଯୋଡ଼ି ଦେଇ କହିଲେ, ମଣିମା, କାହିଁକି ଏମିତି ଦୁଃଖ ଦେଉଛନ୍ତି? ଯଦି ମୋ ପାଖକୁ ଆସିବାର ନାହିଁ ଏମିତି ବାରମ୍ବାର ଦର୍ଶନ ଦେଉଛନ୍ତି କିଆଁ ଯେ? ମୁଁ କି ଅପରାଧ କରିଛି? ସତରେ କ'ଣ ମୁଁ ଏଡ଼େ ବଡ଼ ପାପ କରିଛି? ମୋ ପାଖକୁ କାହିଁ ଆସୁନ ଯେ? ଏମିତି କେତେ କ'ଣ କଥା ସେଇ ନଈବାଲିରେ କହି କାନ୍ଦିଲେ। ଦୁଇ ସାଙ୍ଗ ବୁଝେଇ ଦେଲେ ବି ତଥାପି ମନଟା ବୁଝିଲାନି। ଏଥର ସାଙ୍ଗର ଘରକୁ ଚାଲି ଆସିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପହଞ୍ଚିବା କ୍ଷଣି ମାଉସୀ କହିଲେ, ଗଲୁ, ସେ ଭାଡ଼ି ଉପରେ ଗୋଟେ ବସ୍ତାଟିଏ ଥୁଆ ହେଇଛି, ଆଣିକି ଆସିବୁ। ଯେତେବେଳେ ବସ୍ତା ପାଇଁ ଯାଆନ୍ତି ଦେଖିବାକୁ ମିଳିଲା ସେପଟକୁ ମୁହଁ କରି ଛୋଟ ମୂର୍ତ୍ତିଟିଏ ଥୁଆ ହେଇଛି। ଭାଇ ଯେତେବେଳେ ବୁଲେଇ ଦିଅନ୍ତି, ଆଶ୍ଚର୍ଯ୍ୟର କଥା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ କଥା ମନେ ପଡ଼ିଗଲା। ସେଇଠି ହାତରେ ଯେମିତିକା ମୂର୍ତ୍ତିଟିଏ ଧରିଥିଲେ ଠିକ୍ ସେମିତିକା ମୂର୍ତ୍ତି ସେପଟକୁ ମୁହଁ କରି ଥୁଆ ହୋଇଛି। ଆଉ ବସ୍ତା ନେବେ କ'ଣ ଯେ? ମାଉସୀଙ୍କୁ ଯାଇ କହି ପକାଇଲେ, ମାଉସୀ, ଜିନିଷଟିଏ ମାଗିବି ଦେବ? ମାଉସୀ କହିଲେ, କେଉଁ ଜିନିଷଟା ଏମିତି କି? ନାଇଁ ମୋ ମାଉସୀ, ମନା କରିବନି। ମାଉସୀ କହିଲେ, ତୁ ମୋର ପୁଅ ପରିକା, କ'ଣ ମାଗୁଛୁ ମାଗ, ମନା କାହିଁ କରିବି ଯେ? ଏଥର ଭାଇ ବି କହି ପକାଇଲେ, ଜଗନ୍ନାଥଙ୍କର ମୂର୍ତ୍ତିଟିଏ ସେ ଭାଡ଼ି ଉପରେ ଥୁଆ ହୋଇଛି, ନେଇଯିବି? ମାଉସୀ ହସି ଦେଇ କହିଲେ, ନେଇଯା, କିଛି କଥା ନାହିଁ। ଏଇ ଗୋଟେ କଥା। କିନ୍ତୁ ସେ ପୁଣି ପଚାରିଲେ, ଆଚ୍ଛା ମାଉସୀ, ସିଏ ସେଠି କାହିଁ ଏମିତି ଥୁଆ ହୋଇଛନ୍ତି, ପୂଜା ତ ହେଉନାହାନ୍ତି? ସେଦିନ କିନ୍ତୁ କେହି କିଛି ବି କହିପାରିଲେନି। ସେ ମୂର୍ତ୍ତି କେଉଁଠୁ ଆସିଛି, କିଏ ରଖିଛି, ପୂଜା ହେଉଛନ୍ତି କି ନାହିଁ, କିଛି ବି କହିପାରିଲେନି। କିନ୍ତୁ ଏତିକି କହିଲେ, ହଁ ନେଇଯା। ମୂର୍ତ୍ତିଟିଏ ପାଇଲା ପରେ ଆଉ ଖୁସିର ସୀମା ରହିଲାନି। ମୂର୍ତ୍ତିଟାକୁ ଜାବୁଡ଼ି ଧରି ବହେ କାନ୍ଦିଲେ। ମଣିମା, ସତରେ ମୋର ମନେ ପଡ଼ିଯାଉଛି ସେବାୟତ ଜଣକ କହିଥିଲେ, ସେ ଚାହିଁଲେ ନା ନିଶ୍ଚୟ ଯିବେ ସାଥିରେ। କେବଳ ତାଙ୍କୁ ଟିକେ ଶ୍ରଦ୍ଧା କରିଥିଲେ, ଭକ୍ତି କରିଥିଲେ ଆଉ ଭଲ ପାଇଥିଲେ ହେଲା। ସତରେ ମଣିମା, ତୁମେ ପରମ ଦୟାଳୁ। ମନ କଥା ବୁଝିଲ, କୌଣସି ନା କୌଣସି ବାଟରେ ମୋ ପାଖକୁ ଆସିଲ। ଆଉ ସାଙ୍ଗେ ସାଙ୍ଗେ ଫୋନ୍ କରି ଭଉଣୀକୁ ବି କହିଲେ, ବୁଝିଲୁ, ତୋ ପାଇଁ ଆଜି ଘରକୁ ଗୋଟେ ଭଲ ଜିନିଷଟିଏ ନେଉଛି। ଭଉଣୀ ବି ଜାଣିସାରିଥିଲା ଆଉ କିଛି ନୁହେଁ ଯାହାକୁ ମୁଁ ଏତେ ଦିନ ହେଲା ଅପେକ୍ଷା କରିଛି। ଭାଇ ଆଜି ମହାପ୍ରଭୁଙ୍କ ମୂର୍ତ୍ତିଟିଏ ଆଣିବ ମୋ ପାଇଁ। ଯାହା ବି ହଉ, ଘରେ ଯାଇ ପହଞ୍ଚିଲେ ଆଉ ମହାପ୍ରଭୁଙ୍କୁ ରଖି ପୂଜା ବି କଲେ। ଆଜି ବି ମନେ ପଡ଼ିଯାଏ, ସତରେ ମଣିମା, ବଡ଼ଦାଣ୍ଡରେ ଧରିଥିବା ସେଇ ଅବିକଳ ମୂର୍ତ୍ତିଟି ସାଙ୍ଗର ଘରକୁ କେମିତି ଆସିଲା। ଅନୁଭୂତିଟି ପଠାଇଥିଲେ ଭାଇ ମୋର ହୃଦୟରୁ ପ୍ରଣାମ। ଯଦି ଆପଣମାନଙ୍କ ପାଖରେ ଏମିତି କିଛି ଅନୁଭୂତି ଥାଏ ମହାପ୍ରଭୁଙ୍କ କଥାକୁ ନେଇ, ଆପଣ ନିହାତି ପଠାଇ ପାରିବେ। ଶେଷରେ ଆମ ଠିକଣା ଲେଖା ଅଛି। ନମସ୍କାର। ଭିଡ଼ିଓଟି ଭଲ ଲାଗିଥିଲେ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।